ଏହି ଦିନ ମିଥ୍ୟା ଉପରେ ସତ୍ୟର ଜୟ ହୋଇଥିଲା, ଅନ୍ୟାୟ ଉପରେ ନ୍ୟାୟର ଜୟ ହୋଇଥିଲା। ଜୟ ଜଗନ୍ନାଥ ବନ୍ଧୁ, କେମିତି ଅଛନ୍ତି? ଭଲ ଅଛନ୍ତି ନା? ଆଶା କରୁଛି ବହୁତ ଭଲରେ ଥିବେ। ବନ୍ଧୁ, କେଉଁ ପ୍ରାଚୀନ କାଳରୁ ହୋଲି ପର୍ବ ପାଳନ କରାଯାଇ ଆସୁଅଛି। ଖାଲି ଭାରତ ନୁହେଁ ବନ୍ଧୁ, ନେପାଳର ମଧ୍ୟ ହୋଲି ଗୋଟେ ବହୁତ ବଡ଼ ପର୍ବ। ଇତିହାସ କହେ ଖାଲି ହିନ୍ଦୁ ନୁହେଁ, ଅନ୍ୟ ସମ୍ପ୍ରଦାୟରେ ମଧ୍ୟ ହୋଲି ପର୍ବ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ। ଆନନ୍ଦର ପର୍ବ ହୋଲି, ଭାଇଚାରା ଅର୍ଥାତ୍ ବନ୍ଧୁତାର ପର୍ବ ହୋଲି। ଫାଲ୍ଗୁନ ମାସ କୃଷ୍ଣପକ୍ଷ ପୂର୍ଣ୍ଣିମାକୁ ଦୋଳ ପୂର୍ଣ୍ଣିମା ବୋଲି କୁହାଯାଇଥାଏ ଏବଂ ସେହିଦିନ ଭାରତର ବିଭିନ୍ନ ସ୍ଥାନରେ ହୋଲିକା ଦହନ ମଧ୍ୟ କରାଯାଇଥାଏ। ତା ପରଦିନ ଅର୍ଥାତ୍ ଚୈତ୍ର ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ହୋଲି ପର୍ବ ପାଳନ କରାଯାଇଥାଏ। ହୋଲି ବସନ୍ତର ବାର୍ତ୍ତା ନେଇ ଆସିଥାଏ। ଆମ୍ବ ବଉଳର ମହକ ସହିତ ପ୍ରେମର ପସରା ଧରି ବସନ୍ତ ଧରାପୃଷ୍ଠକୁ ଆଗମନ କରିଥାଏ, ଯାହାକୁ ପ୍ରେମ ତଥା ନବଚେତନାର ଋତୁ ମଧ୍ୟ କୁହାଯାଇଥାଏ ବନ୍ଧୁ। ତେଣୁ ହୋଲିକୁ ବସନ୍ତ ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ। ତେବେ ବନ୍ଧୁ, କ'ଣ ଆପଣ ଜାଣିଛନ୍ତି ଏହି ହୋଲି କାହିଁକି ପାଳନ କରାଯାଇଥାଏ? ଏହି ହୋଲି ପଛରେ କ'ଣ କାହାଣୀ ରହିଛି? ଭାବୁଛି ଆପଣ ନିଶ୍ଚୟ ଜାଣିଥିବେ। ଯଦି ଜାଣିନାହାନ୍ତି, ଆସନ୍ତୁ ଜାଣିବା। ତେବେ କାହାଣୀ କହିବା ପୂର୍ବରୁ ଏତିକି କହିବି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍, କମେଣ୍ଟ ଏବଂ ସେୟାର କରିବାକୁ ଭୁଲିବେ ନାହିଁ। ତେବେ ବନ୍ଧୁ, ଆସନ୍ତୁ ଜାଣିବା କ'ଣ ରହିଛି ଏହି ହୋଲି ପଛର କାହାଣୀ। ପୁରାଣ ଅନୁସାରେ କୁହାଯାଇଥାଏ ଯେ ପୂତନା ରାକ୍ଷସୀ ଠାରୁ ବିଷ ପାନ କରି ବାଳଗୋପାଳଙ୍କର ରଙ୍ଗ କଳା ହୋଇଯାଇଥିଲା। ଅନ୍ୟପଟରେ ରାଧା ଅପୂର୍ବ ସୁନ୍ଦରୀ ଥିଲେ, ତାଙ୍କର ରଙ୍ଗ ବହୁତ ଗୋରା ଥିଲା। ବାଳକୃଷ୍ଣ ସବୁବେଳେ ଯଶୋଦା ମାଆଙ୍କୁ ପଚାରୁଥିଲେ, ମା, ରାଧା କାହିଁକି ଏତେ ଗୋରା, ମୁଁ କାହିଁକି ଏତେ କଳା ଯେ? ବାରମ୍ବାର ସେହି ଗୋଟିଏ ପ୍ରଶ୍ନ ପଚାରି ପଚାରି ବାଳଗୋପାଳ ଯଶୋଦା ମାଆଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲେ। ଦିନେ ଯଶୋଦା ବ୍ୟସ୍ତ ହୋଇପଡ଼ି କୃଷ୍ଣଙ୍କୁ ଡାକି କହିଲେ, କାହ୍ନା, ତୁ ମୋତେ ସବୁବେଳେ ପଚାରୁଛୁ ନା ରାଧା କାହିଁକି ଏତେ ଗୋରା, ମୁଁ କାହିଁକି ଏତେ କଳା? ତେବେ ବାବା, ତୁ ଗୋଟେ କାମ କର, ତୁ ଆଜି କିଛି ରଙ୍ଗ ନେଇ ରାଧା ପାଖକୁ ଯା ଏବଂ ତୋର ଇଚ୍ଛା ଯାହା ଯେମିତି ରଙ୍ଗ ଚାହୁଁଛୁ ସେମିତି ରଙ୍ଗ ତୁ ରାଧା ଦେହରେ ଲଗେଇ ଦେ। କୃଷ୍ଣ ଖୁସି ହେଇ ରାଧାଙ୍କ ପାଖକୁ ଦୌଡ଼ି ଯାଇଥିଲେ ଏବଂ ରାଧାଙ୍କ ଦେହ ସାରା ରଙ୍ଗ ବୋଳି ଦେଇଥିଲେ। ହଁ ବନ୍ଧୁ, ସେଇଠୁ ଆରମ୍ଭ ହୋଇଥିଲା ରାଧାକୃଷ୍ଣଙ୍କର ଅପୂର୍ବ ପ୍ରେମ କାହାଣୀ। କୃଷ୍ଣ ସେହିଦିନ ନିଜ ପ୍ରେମ ରଙ୍ଗରେ ରାଧାରାଣୀଙ୍କୁ ରଙ୍ଗେଇ ଦେଇଥିଲେ। ଯେଉଁଦିନ ଥିଲା ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥି, ଯାହାକୁ ଆମେ ଦୋଳ ପୂର୍ଣ୍ଣିମା ବୋଲି କହିଥାଉ। ହଁ ବନ୍ଧୁ, ସେହିଦିନ ଠାରୁ ହିଁ ହୋଲି ପର୍ବର ଆରମ୍ଭ ହୋଇଛି। କୁହାଯାଇଥାଏ କି ଉତ୍ତରପ୍ରଦେଶର ବର୍ସାନା ଠାରେ ହିଁ ପ୍ରଥମ ହୋଲି ଖେଳ ଆରମ୍ଭ ହୋଇଥିଲା, ଯାହାକି ରାଧାରାଣୀଙ୍କର ଜନ୍ମସ୍ଥାନ ଥିଲା। ବିଷ୍ଣୁ ପୁରାଣରେ ବର୍ଣ୍ଣିତ ଅନ୍ୟ ଏକ କାହାଣୀ କହେ ଯେ ଅସୁର ରାଜା ହିରଣ୍ୟକଶ୍ୟପ, ଯିଏକି ମହାବଳଶାଳୀ ଥିଲେ ଏବଂ ବରଦାନ ପାଇଥିଲେ କି ନା ସେ ମନୁଷ୍ୟ ହାତରେ ମରିବେ ନା କୌଣସି ପଶୁ ହାତରେ ମରିବେ, ନା ସେ ଜଳରେ ମରିବେ ନା ସ୍ଥଳରେ ମରିବେ, ନା ବାୟୁରେ ମରିବେ, ନା କୌଣସି ଅସ୍ତ୍ର ଦ୍ୱାରା ମରିବେ ନା କୌଣସି ଶସ୍ତ୍ର ଦ୍ୱାରା ମରିବେ। ସେଥିପାଇଁ ହିରଣ୍ୟକଶ୍ୟପ ନିଜକୁ ଅମର ଭାବୁଥିଲେ ଏବଂ ତାଙ୍କର ପ୍ରଜାମାନଙ୍କୁ ନିଜକୁ ଭଗବାନ ଭାବି ପୂଜା କରିବା ପାଇଁ ବାଧ୍ୟ କରୁଥିଲେ। କିନ୍ତୁ ତାଙ୍କର ନିଜ ପୁତ୍ର ପ୍ରହ୍ଲାଦ ଏହି କଥାକୁ ସମ୍ପୂର୍ଣ୍ଣ ରୂପରେ ଅମାନ୍ୟ କରୁଥିଲେ। ପ୍ରହ୍ଲାଦ ବିଷ୍ଣୁଙ୍କର ବହୁତ ବଡ଼ ଭକ୍ତ ଥିଲେ। ବିଷ୍ଣୁ ଭକ୍ତିରେ ସେ ନିଜକୁ ଲୀନ କରିଦେଇଥିଲେ।
ତେଣୁ ପିତା ହିରଣ୍ୟକଶ୍ୟପ ପ୍ରହ୍ଲାଦଙ୍କୁ ନିଷ୍ଠୁରରୁ ନିଷ୍ଠୁର ଦଣ୍ଡ ଦେଉଥିଲେ। ହେଲେ ପ୍ରହ୍ଲାଦଙ୍କର ବିଷ୍ଣୁ ଭକ୍ତି ଆଗରେ ହିରଣ୍ୟକଶ୍ୟପ ସବୁବେଳେ ହାର ମାନୁଥିଲେ। ଥରେ ହିରଣ୍ୟକଶ୍ୟପ ତାଙ୍କ ଭଉଣୀ ହୋଲିକା, ଯିଏକି ଅଗ୍ନିରେ ନ ଜଳିବାର ବରଦାନ ପାଇଥିଲେ, ତାଙ୍କୁ ପ୍ରହ୍ଲାଦଙ୍କୁ ଧରି ଅଗ୍ନିରେ ବସିବାକୁ କହିଥିଲେ, ଯାହାଫଳରେ ପ୍ରହ୍ଲାଦ ଅଗ୍ନିରେ ଜଳିପୋଡ଼ି ପାଉଁଶ ହୋଇଯିବେ। କିନ୍ତୁ ପ୍ରହ୍ଲାଦଙ୍କର ବିଷ୍ଣୁ ଭକ୍ତି ଆଗରେ ସେ ହାରିଯାଇଥିଲେ ଏବଂ ହୋଲିକା ଅଗ୍ନିରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲେ ଏବଂ ପ୍ରହ୍ଲାଦ ଅକ୍ଷତ ଅବସ୍ଥାରେ ଅଗ୍ନିରୁ ବାହାରି ଆସିଥିଲେ। ଯେଉଁଦିନ ଥିଲା ଫାଲ୍ଗୁନ ପୂର୍ଣ୍ଣିମା, ସେଦିନ ଅନ୍ୟାୟ ଉପରେ ନ୍ୟାୟର ଜୟ ହୋଇଥିଲା, ମିଥ୍ୟା ଉପରେ ସତ୍ୟର ଜୟ ହୋଇଥିଲା। ତେଣୁ ଏହି ଦିନକୁ ହୋଲିକା ଦହନ ବୋଲି ମଧ୍ୟ ପାଳନ କରାଯାଇଥାଏ। ହଁ ବନ୍ଧୁ, ଏହି ଦିନ ଅର୍ଥାତ୍ ଫାଲ୍ଗୁନ ପୂର୍ଣ୍ଣିମା ଦିନ ହୋଲିକା ଦହନ ପାଳନ କରାଯାଇଥାଏ ଏବଂ ତାର ପରଦିନ ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ତିଥିରେ ହୋଲି ପର୍ବ ପାଳନ କରାଯାଇଥାଏ। ବନ୍ଧୁ, ଭଗବାନ ଶିବ ଶଙ୍କର ମଧ୍ୟ ଏହି ହୋଲି ପର୍ବ ସହିତ ଜଡ଼ିତ ଅଛନ୍ତି। କ'ଣ ଆପଣ ଏହା ଜାଣିଛନ୍ତି? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା। ଯେତେବେଳେ ମହାଦେବଙ୍କର ପତ୍ନୀ ସତୀ ଯଜ୍ଞ କୁଣ୍ଡରେ ଆତ୍ମାହୁତି ଦେଇଦେଲେ, ତାପରେ ମହାଦେବ ପାଗଳ ପ୍ରାୟ ହୋଇ ବୋଲୁଥିଲେ। ଏମିତି କିଛି ବର୍ଷ ବିତିଲା ପରେ ମହାଦେବ କୈଳାସ ପର୍ବତ ଉପରେ ଧ୍ୟାନମଗ୍ନ ହୋଇଗଲେ। ଧ୍ୟାନର ସହସ୍ର ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ଧ୍ୟାନ ଭଗ୍ନ ହୋଇନଥିଲା। ଧୀରେ ଧୀରେ ତାଙ୍କର ଶରୀର ସମ୍ପୂର୍ଣ୍ଣ ରୂପରେ ସ୍ଥିର ହୋଇଯାଇଥିଲା। ସେହି ସମୟରେ ତାରକାସୁର ଅସୁରର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଦେବତାମାନେ ତ୍ରାହି ତ୍ରାହି ଡାକୁଥିଲେ। କାରଣ ତାରକାସୁର ବ୍ରହ୍ମାଙ୍କଠାରୁ ବରଦାନ ପାଇଥିଲା କି ତାର ମୃତ୍ୟୁ କେବଳ ମହାଦେବଙ୍କର ପୁତ୍ର ହାତରେ ହିଁ ହେବ। କିନ୍ତୁ ମହାଦେବ ତ କୈଳାସ ଉପରେ ସମ୍ପୂର୍ଣ୍ଣ ରୂପରେ ସ୍ଥିର ହୋଇଯାଇଥିଲେ। ତେଣୁ ସେ ନିଜକୁ ଅମର ଭାବୁଥିଲା। କାହିଁକି ନା ତାରକାସୁର ଭାବୁଥିଲା ଯେ ଶିବଙ୍କର ଧ୍ୟାନ ଭାଙ୍ଗିଲେ ତ ସେ ବିବାହ କରିବେ ନା, ତେବେ ଶିବ ତ ଆଉ ବିବାହ କରିବେ ନାହିଁ ନା। ତେଣୁ ସେ ନିଜକୁ ଅମର ଭାବୁଥିଲା। ଅନ୍ୟ ପଟରେ ଦେବୀ ସତୀ ହିମାଳୟ ରାଜାଙ୍କ ଘରେ ପାର୍ବତୀ ଦେବୀ ରୂପରେ ଜନ୍ମଗ୍ରହଣ କରିଥିଲେ ଏବଂ ପାର୍ବତୀ ଦେବୀ ମହାଦେବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ କଠୋର ତପସ୍ୟା କରୁଥିଲେ। ଏପଟେ ଦେବତାମାନଙ୍କର ଶତଚେଷ୍ଟା ଫଳରେ ଯେତେବେଳେ ମହାଦେବଙ୍କର ଧ୍ୟାନଭଗ୍ନ ହେଲା ନାହିଁ, ଦେବତାମାନେ ବାଧ୍ୟ ହୋଇ ପ୍ରେମର ଦେବତା ତଥା କାମର ଦେବତା କାମଦେବଙ୍କର ସାହାଯ୍ୟ ମାଗିଥିଲେ। କାମଦେବ ମହାଦେବଙ୍କ ଉପରେ କାମବାଣ ପ୍ରୟୋଗ କରିଥିଲେ, ଯାହାଦ୍ୱାରା ଶିବଙ୍କର ଧ୍ୟାନ ଭଗ୍ନ ହୋଇଯାଇଥିଲା। ଫଳରେ ଶିବ କ୍ରୋଧାନ୍ୱିତ ହୋଇ ତାଙ୍କର ତୃତୀୟ ନୟନ ଖୋଲିଥିଲେ ଏବଂ ତୃତୀୟ ନୟନ କାମଦେବଙ୍କ ଉପରେ ପଡ଼ିଥିଲା, ଯାହାଫଳରେ କାମଦେବ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲେ। ପରେ ଦେବତାମାନେ ତାରକାସୁର ବିଷୟରେ ମହାଦେବଙ୍କୁ ବୁଝାଇଥିଲେ ଏବଂ ମହାଦେବ ଶାନ୍ତ ହୋଇଯାଇଥିଲେ ଏବଂ ମହାଦେବ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ବିବାହ କରିଥିଲେ। କାମଦେବଙ୍କ ପତ୍ନୀ ରତି କାମଦେବଙ୍କର ପୁନର୍ଜନ୍ମ ପାଇଁ 40 ଦିନ ଧରି ମହାଦେବଙ୍କୁ ତପସ୍ୟା କରିଥିଲେ ଏବଂ ରତିଙ୍କର ତପସ୍ୟାରେ ମହାଦେବ ସନ୍ତୁଷ୍ଟ ହୋଇ କାମଦେବଙ୍କୁ ପୁନର୍ଜନ୍ମ ପାଇବା ପାଇଁ ବର ପ୍ରଦାନ କରିଥିଲେ। ତେଣୁ କାମଦେବ ଏହି ଫାଲ୍ଗୁନ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ପୁତ୍ର ପ୍ରଦ୍ୟୁମ୍ନ ରୂପରେ ଧରାପୃଷ୍ଠକୁ ଫେରି ଆସିଥିଲେ। ସେଥିପାଇଁ ଏହି ଦିନକୁ ହୋଲି ରୂପରେ ପାଳନ କରାଯାଏ, ଯାହା ଶିବ ପୁରାଣରେ ବର୍ଣ୍ଣିତ ଅଛି। ତେବେ ବନ୍ଧୁ, କଥାଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ତେବେ ଆଜି ପାଇଁ ଏତିକି। ପୁଣି ଥରେ ଦେଖାହେବ ଅନ୍ୟ ଏକ କାହାଣୀ ନେଇ ଅନ୍ୟ ଏକ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।